ଆଜିର ବୈଦିକ ଆଲୋଚନା ଚକ୍ରକୁ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆମେ ଆମ ଶରୀର ବାହାରେ ଥିବା ବହିର୍ଜଗତ ସମ୍ବନ୍ଧରେ ବା ବାହ୍ୟ ଜଗତ ସମ୍ବନ୍ଧରେ ବହୁତ ଜ୍ଞାନ ଅର୍ଜନ କରୁଛୁ, କିନ୍ତୁ ଆମ ଶରୀର ଅଭ୍ୟନ୍ତରରେ ଥିବା ଅନ୍ତର୍ଜଗତ ସମ୍ବନ୍ଧରେ ଆମର ଜ୍ଞାନ ବହୁତ କମ୍। ତେଣୁ ଆଜିର ଆଲୋଚନା ଚକ୍ରରେ ମୁଁ ଅନ୍ତର୍ଜଗତ ସମ୍ବନ୍ଧରେ ମନୁଷ୍ୟର ଅନ୍ତର୍ଜଗତ ସମ୍ବନ୍ଧରେ କିଛି ଆଲୋକପାତ କରିବି। ଆଶା ଏହାକୁ ସମସ୍ତେ ଧ୍ୟାନ ସହିତ ଶୁଣିବେ। ପ୍ରଥମ କଥା ହେଲା ଯେ ଅନ୍ତର୍ଜଗତର ମୁଖ୍ୟ ଅଂଶ ହେଉଛି ଅନ୍ତଃକରଣ। ମଣିଷର ଅଭ୍ୟନ୍ତରରେ, ଶରୀର ଅଭ୍ୟନ୍ତରରେ ଅନ୍ତଃକରଣ ଜିନିଷ ଅଛି, ସେ ଗୋଟେ ତତ୍ଵ, ଏବଂ ଅନ୍ତଃକରଣ ଚାରି ଭାଗରେ ବିଭକ୍ତ। ପ୍ରଥମ ହେଲା ମନ, ବୁଦ୍ଧି, ଚିତ୍ତ ଓ ଅହଙ୍କାର। ଆମେ ବର୍ତ୍ତମାନ ସେଇ ଅନ୍ତଃକରଣ ସମ୍ବନ୍ଧରେ ଆଲୋଚନା କରିବା। ସେ ଅନ୍ତଃକରଣ ଯୋଉ ଚାରି ପ୍ରକାର ଭାଗ କଥା ମୁଁ କହିଲି, ସେଥିରୁ ଆମେ ତିନୋଟି ଜିନିଷ ନେବା, ମନ, ବୁଦ୍ଧି ଓ ଚିତ୍ତ। ଏହାକୁ ସମସ୍ତେ ଜାଣନ୍ତି, ଏବଂ ମନ କଣ, ବୁଦ୍ଧି କଣ, ଚିତ୍ତ କଣ, ଆମେମାନେ ସମସ୍ତେ କିଛି ନା କିଛି ସବୁବେଳେ ସବୁ ମୁହୂର୍ତ୍ତରେ ଅନୁଭବ କରୁଛୁ। ପ୍ରଥମେ ଆମେ ନେବା ମନ। ମନକୁ ବା କିଏ ନ ଜାଣେ, ତଥାପି ମନ ସମ୍ବନ୍ଧରେ ଜ୍ଞାନ ବହୁତ କମ। ପ୍ରକୃତରେ ସେ ସମ୍ବନ୍ଧରେ କଣ ବିଜ୍ଞାନ ରହିଛି, କି ପ୍ରକାର ଜ୍ଞାନ ରହିଛି, ସେ ସମ୍ବନ୍ଧରେ ଆମର ଟିକେ ଜାଣିବା ଦରକାର। ପ୍ରଥମେ ଜାଣିବା ଆମେ ମନ କଣ। ମନ ହେଉଛି ଏକ ଜଡ଼ ତତ୍ଵ। ମନର କୌଣସି ଚେତନ ଶକ୍ତି ନାହିଁ। ଆତ୍ମାର ଚେତନ ଶକ୍ତି ବଳରେ ମନ ସକ୍ରିୟ ହେଇଥାଏ। ମନ ଯୋଉ ମାଇଣ୍ଡ, ଏ ସମ୍ପୂର୍ଣ୍ଣ ଭାବରେ ଜଡ଼। ମନ ଇଜ ଆକ୍ଟିଭେଟେଡ ବାଇ ଆୱାର ସୋଲ। ତେଣୁ ମନ ଯଦିଓ ଜଡ଼, ଆତ୍ମାର ନିର୍ଦ୍ଦେଶରେ ସବୁ କାମ କରିଥାଏ ମୁଖ୍ୟତଃ। ତେଣୁ ମନର ଯୋଉ ବିଭିନ୍ନ ପ୍ରକାର ଫଙ୍କସନ ରହିଛି, ମନ କି ପ୍ରକାର କାମ କରେ, ସେ ସମ୍ବନ୍ଧରେ ଆମେ ଆଲୋଚନା କରିବା। ପ୍ରଥମ ହେଲା ଯେ ମନ ହେଉଛି ଆମର ଯେତେ 10 ଇନ୍ଦ୍ରିୟ ରହିଛି, ପଞ୍ଚ ଜ୍ଞାନେନ୍ଦ୍ରିୟ ଏବଂ ପଞ୍ଚ କର୍ମେନ୍ଦ୍ରିୟ, ଏ 10 ଇନ୍ଦ୍ରିୟର ଡାଇରେକ୍ଟର ହେଉଛି ମନ। ତେଣୁ କୁହାଯାଏ ଯେ ମନ ବା ମାଇଣ୍ଡ ଇଜ ଦି ମାଷ୍ଟର ଅଫ ଅଲ୍ ସେନ୍ସେସ୍। ମନର ବିନା ନିର୍ଦ୍ଦେଶରେ ଆମର ଇନ୍ଦ୍ରିୟ ମାନେ କୌଣସି ଗୋଟିଏ ହେଲେ କାମ କରିପାରନ୍ତି ନାହିଁ। ସେମାନେ ଯେକୌଣସି କାମ ପାଇଁ ମନର ନିର୍ଦ୍ଦେଶକୁ ଅପେକ୍ଷା କରିଥାନ୍ତି। ମନର ଏଇଟା ହେଉଛି ବଡ଼ କାମ, ସେ ଇନ୍ଦ୍ରିୟ ମାନଙ୍କୁ ପରିଚାଳିତ କରେ। ଏହା ହେଲା ମୁଖ୍ୟ କଥା। ଦ୍ୱିତୀୟ ଆସିଲା ଯେ ମନ ଦ୍ୱାରା ଆମେ ଜ୍ଞାନ ପ୍ରଦାନ କରୁ। ଆମେ ଯେତେ ସବୁ ଜ୍ଞାନ ପାଉଛେ ବା ଜ୍ଞାନ ସଂଗ୍ରହ କରୁଛେ, ଆହରଣ କରୁଛେ, ଏସବୁ ମନ ଦ୍ୱାରା ହିଁ ଆମକୁ ପ୍ରାପ୍ତ ହୁଏ। ସେଥିପାଇଁ ସଂସ୍କୃତରେ କୁହାଯାଇଛି ମନ୍ୟତେ ନେନ ଇତି ମନଃ, ଅର୍ଥାତ୍ ଆମେ ମନ ଦ୍ୱାରା ହିଁ ଜ୍ଞାନ ପ୍ରାପ୍ତ ହଉ। ଏବଂ ତାର ଆଉ ଗୋଟେ ଅଛି ଅର୍ଥ ଯେ ମନେ ରଖିବାର ମନ। ଆମେ ସବୁ ଜିନିଷକୁ ମନେ ରଖୁ, ବିଭିନ୍ନ କଥାକୁ ମନେ ରଖୁ, ବିଭିନ୍ନ ଘଟଣାକୁ ମନେ ରଖୁ। ତେଣୁ ମନେ ରଖିବାକୁ ତାକୁ ମନ ବି କୁହାଯାଏ। ଏ ଦ୍ୱିତୀୟ କଥା ଗଲା। ତୃତୀୟ କଥା ଆସିଲା ଯେ ମନର କାମ ହେଉଛି ସଂକଳ୍ପ ବିକଳ୍ପ କରିବା। ଅର୍ଥାତ୍ ମନ ସେ କି କାମ କରିବ ବା ନ କରିବ, ସେ ସମ୍ବନ୍ଧରେ ସେ ସବୁବେଳେ ଚିନ୍ତା କରେ, ଭାବନା କରେ, ପ୍ରତି ମୁହୂର୍ତ୍ତରେ। ମଣିଷ ଯେତେବେଳେ ସକ୍ରିୟ ଥାଏ, ଚେତନାବସ୍ଥାରେ ଥାଏ, ମନ ସବୁବେଳେ କାମ କରେ। ସେ କାମ ହେଉଛି ଯେ ମୁଁ ଏ କାମ କରିପାରିବି, କରିବି କି ନାହିଁ, ଏହା ଖାଇବି କି ନାହିଁ, ସେଠାକୁ ଯିବି କି ନାହିଁ, ଏଭଳିଆ ସଂକଳ୍ପ ବିକଳ୍ପ। କିନ୍ତୁ ମନ ଯୋଉ ରହିଲା, ମାଇଣ୍ଡ ଆସି କହୁଛି କି କାମ କରିବ। ଉଭୟ କଥା ହଉଛି ଯେ ମୁଁ ଆଜି ଭ୍ରମଣକୁ ଯିବି କିମ୍ବା ନାହିଁ, ଯିବି ନା ନାହିଁ ସେଇଟା ଚିନ୍ତା କରିବି, କିନ୍ତୁ ଯିବି କି ନାହିଁ ଇଟ୍ କ୍ୟାନଟ୍ ଡିସାଇଡ୍। ମନ କେବେ ହେଲେ ସ୍ଥିର କରିପାରିବ ନାହିଁ କି ନିର୍ଣ୍ଣୟ କରିପାରିବ ନାହିଁ। ମନ କଣ କାମ କରିବ ତାର ଇନ୍ଦ୍ରିୟ ମାନଙ୍କ ଦ୍ୱାରା, ସେ ଅପେକ୍ଷା କରିବ ବୁଦ୍ଧିର ଡାଇରେକ୍ସନ। ବୁଦ୍ଧିର ମୁଖ୍ୟ କାମ ହଉଛି
ଯେ ନିର୍ଣ୍ଣୟାତ୍ମକ ବୁଦ୍ଧି ତାର ସେ ନିର୍ଣ୍ଣୟ ନବ ମନ କେଉଁ କାମ କରିବ ଏବଂ କେଉଁ କାମ କରିବ ନାହିଁ, କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ, ବୁଦ୍ଧି ସେଟାକୁ ନିଷ୍ପତ୍ତି ନବ। ସେଥିପାଇଁ ବୁଦ୍ଧିକି ସଂସ୍କୃତରେ କୁହାଯାଇଛି ନିର୍ଣ୍ଣୟାତ୍ମକ ବୁଦ୍ଧି। ସେ ନିର୍ଣ୍ଣୟ କରିବ, ମନ କେବେ ହେଲେ ନିର୍ଣ୍ଣୟ କରିପାରିବ ନାହିଁ। ତେଣୁ ମନର ଏଇଟା ଗୋଟେ କାମ ହେଲା ଯେ ସଂକଳ୍ପ ବିକଳ୍ପ କରିବା ଏବଂ ଆଗକୁ କହିବି ସଂକଳ୍ପ ବିକଳ୍ପାତ୍ମକ ମନ, ତାର ଏଇଟା ମୁଖ୍ୟ କାମ ରହିଛି। ଶେଷରେ ଚତୁର୍ଥ କାମ ହଉଛି ଯେ ମନ ଯେଉଁ କାମ ଇନ୍ଦ୍ରିୟ ମାନଙ୍କ ଦ୍ୱାରା କରେ, ଭଲ କାମ କରିପାରେ ମନ୍ଦ କାମ କରିପାରେ, ଏଇ ଯୋଉ କାମର ସୁଖ ଦୁଃଖ ଜିନିଷ ରହିଛି, ଭଲ ମନ୍ଦ ରହିଛି, ୟାକୁ ଅନୁଭବ କରେ ଆତ୍ମା ମନର ମାଧ୍ୟମ। ସେଇଟା ହଉଛି ବଡ କାମ। ଇନ୍ଦ୍ରିୟ ମାନଙ୍କ ଦ୍ୱାରା ମନ ଯେଉଁ କାମ କରୁଛି, ସେ କାମର ଯୋଉ ଫଳ, ଯୋଉ ମନ୍ଦ କର୍ମର ଫଳ, ଭଲ କର୍ମ ଫଳ ଅଛି, ତାର ସୁଖ ଦୁଃଖ ଭୋଗ କରେ ଆତ୍ମା। ଆତ୍ମା ହିଁ ମନ ଦ୍ୱାରା ସୁଖ ଦୁଃଖ ଭୋଗ କରେ, ବୁଝିଲା? ଆତ୍ମା ହିଁ ମନ ଦ୍ୱାରା ସୁଖ ଦୁଃଖ ଭୋଗ କରେ। ତେଣୁ ସୁଖ ଦୁଃଖ ଆମେ ଭୋଗ କରୁଛୁ, ତାର ମାଧ୍ୟମ ମୁଖ୍ୟ ମାଧ୍ୟମ ହେଲା ମନ। ଏହା ହେଲା ମନର କାମ। 4 ପ୍ରକାର କହିଲି। ଏହାପରେ ଆମେ ଯିବା ବୁଦ୍ଧିର। ପ୍ରଥମ ମୁଁ କହିଛି ବୁଦ୍ଧି ସମ୍ବନ୍ଧରେ ଯେ ବୁଦ୍ଧିର ମୁଖ୍ୟ କାମ ହେଲା ନିର୍ଣ୍ଣୟାତ୍ମକ ବୁଦ୍ଧି। ସେ ନିର୍ଣ୍ଣୟ କରିବ, କଣ ନିର୍ଣ୍ଣୟ କରିବ, ମନ କେଉଁ କାମ କରିବ ବା କେଉଁ କାମ ନ କରିବ, ସେ ସମ୍ବନ୍ଧରେ ବୁଦ୍ଧି ନିର୍ଣ୍ଣୟ କରିବ। ବୁଦ୍ଧି ନିର୍ଣ୍ଣୟ କଲା ପରେ, ନିଷ୍ପତ୍ତି କଲା ପରେ ହିଁ ମନ କାମ କରିବ। ମନ ନିଜ ଇଚ୍ଛାରେ କୌଣସି କାମ କରିବ ନାହିଁ, ତେଣୁ ସେ ଅପେକ୍ଷା କରେ ବୁଦ୍ଧି। ବୁଦ୍ଧି ରହିଛି, ସମସ୍ତଙ୍କର ବୁଦ୍ଧି ହେଇଛି, ତେଣୁ ବୁଦ୍ଧିକୁ ସେ ଅପେକ୍ଷା କରେ। ବୁଦ୍ଧି କହିବ ନାଇଁ ତୁ ଆଜି ବ୍ରହ୍ମପୁର ଯିବୁ ନା, ସେ ଯିବ ନାହିଁ। ନାଇଁ ବ୍ରହ୍ମପୁର ଯିବୁ, ତାହେଲେ ସେ ଯିବ। ତେଣୁ ବୁଦ୍ଧି ଏଇ ନିଷ୍ପତ୍ତି। ଏ ସମ୍ବନ୍ଧରେ ଆଉ ଗୋଟିଏ ରହସ୍ୟ କଥା ଅଛି ଯେ ବୁଦ୍ଧି ହୁଏତ ଭଲ ନିଷ୍ପତ୍ତି ନେଇପାରେ କିମ୍ବା ମନ୍ଦ ନିଷ୍ପତ୍ତି ନେଇପାରେ, ଭୁଲ ନିଷ୍ପତ୍ତି ନେଇପାରେ ବା ଉଚିତ ନିଷ୍ପତ୍ତି ନେଇପାରେ। ସେଥିପାଇଁ ଆମର ଆଉ ଗୋଟିଏ ତତ୍ତ୍ୱ ଅଛି, ଯାହାକୁ କହନ୍ତି ବିବେକ। ତାକୁ ଇଂଲିଶରେ କହନ୍ତି କନସାଇଡ୍। ସେ ବିବେକର କାମ ହଉଛି, ଯାହାକୁ ଆମେ ଅନ୍ୟ ଭାଷାରେ ଜ୍ଞାନ ବୋଲି କହିବା, ସେ ବିବେକର କାମ ହଉଛି ଯେ ବୁଦ୍ଧି କି ପ୍ରକାର କାମ କରିବା ପାଇଁ ମନକୁ ଡାଇରେକ୍ସନ ଦଉଛି, ସେ ତାକୁ ଅନୁଧ୍ୟାନ କରୁଛି। ଭଲ କାମ କରିବା ପାଇଁ ନିର୍ଦ୍ଦେଶ ଦଉଛି କିମ୍ବା ମନ୍ଦ କାମ କରିବା ପାଇଁ ନିର୍ଦ୍ଦେଶ ଦଉଛି। ବିବେକ ଏହା ଚିନ୍ତା କରିବ ଏବଂ ବୁଦ୍ଧିକୁ ଡାଇରେକ୍ସନ ଦବ, ଏ କାମ ଭଲ କାମ ନାହିଁ, ଏ କାମ କରନି, ବା ଏ କାମ ଭଲ, ଏ କାମ କର। ଯଦି ବୁଦ୍ଧି ଖରାପ କର୍ମ କରିବା ପାଇଁ ମନକୁ ନିର୍ଦ୍ଦେଶ ଦିଏ, ବିବେକ ସେଠି ବାରଣ କରେ। ବିବେକ କେବେ ଏଟାକୁ ସମର୍ଥନ କରିବ ନାହିଁ। ଯୋଉ ବିବେକକୁ ଆମେ ଜ୍ଞାନ କରୁଛୁ, ଏବଂ ବିବେକ ହଉଛି ଗୋଟିଏ କ୍ଷେତ୍ର, ଯୋଉ କ୍ଷେତ୍ରରୁ ଆମେ ଈଶ୍ୱରଙ୍କର ପରାମର୍ଶରେ ପ୍ରେରଣା ପାଇଥାଏ। ଈଶ୍ୱରଙ୍କ ପ୍ରେରଣା ସେଇଟା ବିବେକ। ଯେ ଯାହା ଆମେ କାମ କରୁଛୁ, ଆମ ବିବେକ ମନା କରୁଛି, ବା ଯାହା ଆମେ କାମ କରୁଛୁ ତାହା ବିବେକ ସମର୍ଥନ କରୁଛି। ସେ ପ୍ରେରଣା କେବଳ ଐଶୀ ପ୍ରେରଣା, ଆଉ ଅନ୍ୟ କିଛି ନୁହେଁ। ସେ ଐଶୀ ପ୍ରେରଣା ଆମକୁ ପରାମର୍ଶରେ ପ୍ରାପ୍ତ ହେଇଥାଏ। ଏଇଟା ହେଲା ବିବେକର କାମ। ଏତିକି ମନେ ରଖିବା ଉଚିତ ଯେ ବିବେକ କେବେ ହେଲେ ବୁଦ୍ଧିକୁ ମନ୍ଦ ପରାମର୍ଶ ଦିଏ ନାହିଁ। ବିବେକ ସବୁବେଳେ ବୁଦ୍ଧିକୁ ସବୁବେଳେ ସତ୍ ପରାମର୍ଶ ହିଁ ଦିଏ। ବିବେକ ତତ୍ତ୍ୱ ରହିଛି, ଆଉ ସେ ସତ୍ ପରାମର୍ଶଟା ସେ ଐଶୀ ଶକ୍ତି ହିଁ ପାଇଥାଏ। ବର୍ତ୍ତମାନ ମୁଁ ମନ ସମ୍ବନ୍ଧରେ କହିଲି, ବୁଦ୍ଧି ସମ୍ବନ୍ଧରେ କହିଲି, ଆଉ ଗୋଟେ ତତ୍ତ୍ୱ ଚିତ୍ତ। ଚିତ୍ତକୁ ମନକୁ ମଧ୍ୟ ଚିତ୍ତ କହିବୁ, ସେଠି କିଛି ଅସୁବିଧା ନାହିଁ। କାରଣ ମନ ଏମିତି ଗୋଟେ ତତ୍ତ୍ୱ, ସେ ତାର କେତେବେଳେ କେବେ ଅବସ୍ଥା, ତାକୁ କେତେବେଳେ ବୁଦ୍ଧି କୁହାଯାଏ, କେତେବେଳେ ମନ କୁହାଯାଏ, କେତେବେଳେ ଚିତ୍ତ କୁହାଯାଏ। ଚିତ୍ତ ସମ୍ବନ୍ଧରେ ଆମେ ଶେଷ ଆଲୋଚନା କରିବା ଏଇ ଚାପ୍ଟର। ଚିତ୍ତ ହଉଛି ଯେ this is a storehouse of memory। ଆମେ ଯୋଉ ଅତୀତରେ ଯେତେ ସବୁ କାମ କରିଛେ, ଯେତେ ସବୁ ଆମର ମନେ ଅଛି, ସ୍ମୃତି ଗୁଡ଼ିକ କହନ୍ତି, ସେ ସ୍ମୃତି ସେଠି ଷ୍ଟୋର ହେଇଥାଏ। ଯେତେବେଳେ ବୁଦ୍ଧି କୌଣସି କାମ କରିବା ପାଇଁ ମନକୁ ନିର୍ଦ୍ଦେଶ ଦିଏ, ତା ପୂର୍ବରୁ ସେ ସ୍ମୃତିକୁ ଟିକେ ରେଫର କରେ ଯେ ଅତୀତରେ କଣ ହେଇଛି, ଏଇଭଳିଆ କାମ କରିବା ଭଲ ହେଇଛି ନା ମନ୍ଦ ହେଇଛି, এই ইতিহাসକୁ ସେ ଦେଖିଲା ପରେ ବୁଦ୍ଧି ମନକୁ ନିର୍ଦ୍ଦେଶ ଦିଏ। ସେଇଟା ହଉଛି ଚିତ୍ତର କାମ। ଚିତ୍ତ କିଛି ସେ ଗୋଟେ ଷ୍ଟୋର ହାଉସ, ସେଟା କେବଳ ସ୍ମୃତି ମାନେ ଜମା ହେଇଥାଏ। ଯେତେ ପ୍ରକାର ସ୍ମୃତି ଆମର ଅଛି,
ସେ ଷ୍ଟୋର ହାଉସ ନେଇପାରୁଛି। ବର୍ତ୍ତମାନ ମୁଁ ବୁଦ୍ଧି ସମ୍ବନ୍ଧରେ ଆଉ ଆମର ଚିତ୍ତ ସମ୍ବନ୍ଧରେ କହିବି। ସେ ଯେତେ ସବୁ କହିବି 3 ପ୍ରକାର ମନ, ବୁଦ୍ଧି ଆଉ ଚିତ୍ତ, ସେ ସମସ୍ତେ ହଉଛନ୍ତି ଅନ୍ତଃକରଣର ଗୋଟିଏ ଗୋଟିଏ ଅଂଶ, କିନ୍ତୁ ଗୋଟିଏ ଗୋଟିଏ ପୁରା ଭିନ୍ନ ଭିନ୍ନ ପ୍ରକାର ଅଭିନୟ। କିଏ କିଏ ପ୍ରକାର ଅଭିନୟ କରୁଛି, କିନ୍ତୁ ଅନ୍ତଃକରଣ 3ଟା ନୁହେଁ କି 4ଟା ନୁହେଁ, ଗୋଟିଏ ଅନ୍ତଃକରଣ ଭିନ୍ନ ଭିନ୍ନ ଅବସ୍ଥା କ୍ଷେତ୍ରରେ ସେମାନେ ଭିନ୍ନ ଅନ୍ତଃକରଣ। ସେତିକି ମନେ ରଖିବା ଉଚିତ, ଏମାନେ ସମସ୍ତେ ଜଡ଼। ମୂଳ ଉପରେ এই ଅନ୍ତଃକରଣ ରହିଲା, এই ଅନ୍ତଃକରଣ ଆତ୍ମାର ଇଙ୍ଗିତରେ ପରିଚାଳିତ। ଆତ୍ମାର ବିନା ନିର୍ଦ୍ଦେଶରେ ଏମାନେ କିଛି କରିପାରନ୍ତି ନାହିଁ। ଅର୍ଥାତ୍ ଆତ୍ମାର ନିର୍ଦ୍ଦେଶରେ ବୁଦ୍ଧି କାମ କରେ, ବୁଦ୍ଧିର ନିର୍ଦ୍ଦେଶରେ ମନ କାମ କରେ, ମନର ନିର୍ଦ୍ଦେଶରେ ଇନ୍ଦ୍ରିୟ କାମ କରେ। ସେଇଟା ହେଲା ଆମ ଅନ୍ତଃକରଣର ରହସ୍ୟ। ତେଣୁ এই ଅନ୍ତଃକରଣ ହେଉଛି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ। ତାକୁ ଆମେ ସମସ୍ତେ ଜାଣିବା ଦରକାର। ଯଦି ଆକୁ ଆମେ ଆମ ଅନ୍ତର୍ଜଗତ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା, ତାହେଲେ ଆମର ପ୍ରତିଦିନର ଆମେ ସବୁ ବିଭିନ୍ନ ପ୍ରକାର ଦୈନନ୍ଦିନ କାର୍ଯ୍ୟକ୍ରମ କରୁଛେ, ଏଥିପାଇଁ ଆମକୁ ବହୁତ ସହାୟକ। ଆଜି ବୈଦିକ ଏଥିରେ